ଜାଣିଛନ୍ତି କେଉଁ କେଉଁ ସମୟରେ ଗୋଟିଏ ନାରୀ ଗୋଟିଏ ପୁରୁଷ ପୁଅର ଡାହାଣ ପଟେ ରହିବା କଥା? ପ୍ରଥମେ ମନେ ରଖନ୍ତୁ, ଯେତେବେଳେ ଆପଣମାନେ କନ୍ୟାଦାନ କରିବେ ସେତେବେଳେ ଗୋଟିଏ ପୁରୁଷ ପୁଅର ଡାହାଣ ପଟରେ ଗୋଟିଏ ନାରୀ ରହିବ। ଯେତେବେଳେ ବେଦୀରେ ବସି ବିବାହ କରିବେ ସେତେବେଳେ ପୁରୁଷର ଡାହାଣ ପଟେ ଆଜ୍ଞା ନାରୀ ରହିବ। ଏବଂ ଯେତେବେଳେ ଆପଣମାନେ ଅନ୍ନପ୍ରଶାନ କାର୍ଯ୍ୟକ୍ରମ କରିବେ ସେତେବେଳେ ପୁରୁଷ ପୁଅର ଡାହାଣ ପଟେ ନାରୀ ରହିବ। ଯେତେବେଳେ ଆପଣମାନେ ଯଜ୍ଞରେ କର୍ତ୍ତା ଆଉ କର୍ତ୍ତୀ ହେଇ ବସିବେ ସେତେବେଳେ ପୁରୁଷର ଡାହାଣ ପଟେ ଆଜ୍ଞା ଗୋଟିଏ ନାରୀ ରହିବ। ଯେତେବେଳେ ଆପଣମାନେ ଜାତକର୍ମ କରିବେ ସେତେବେଳେ ଗୋଟିଏ ପୁରୁଷର ଡାହାଣ ପଟେ ଗୋଟିଏ ନାରୀ ରହିବ। ଏବଂ ଯେତେବେଳେ ଯେକୌଣସି ଦେବ କାର୍ଯ୍ୟ କରିବେ, ହୋମ କାର୍ଯ୍ୟ କରିବେ, ସେ ହୋମ କାର୍ଯ୍ୟରେ ଦେବାଦି କାର୍ଯ୍ୟରେ ସବୁବେଳେ ଗୋଟିଏ ନାରୀ ଆଜ୍ଞା ସ୍ୱାମୀର ଡାହାଣ ପଟେ ରହିଲେ ମଙ୍ଗଳ ହୋଇଥାଏ। କିନ୍ତୁ ଆମେ କେହି କେହି କହୁ ଗୋଟିଏ ସ୍ତ୍ରୀ ହେଉଛି ଗୋଟିଏ ସ୍ୱାମୀର ବାମାଙ୍ଗୀ। କେଉଁ ସମୟରେ ବାମ ପଟେ ରହିବେ ଏବଂ କେଉଁ ସମୟରେ ଡାହାଣ